जेजेमा आई स्त्री वयस्क वयस्क एटा गाड़ी धरते मैम से गाड़ी धरते सपने मैम मु ठीक कही आम गाँ बुढ़ी चॉकलेट खाइबा That's quite impressive. Yes, it's very interesting. बसी बसी के बोर हे ना हाँ किंतु पाठटा कोन होछ सब बोले माइंड सहित बॉडी रो एक्सरसाइज दरकार चलो स्टार्ट करिबो हां रिपीट करिबो मोर सहित छोट बड़ी भरा बाळ छोट बड़ी धरा बाळ नई पड़े मुंड नई पड़े मुंड पाकु पाकु करूଥାଏ पाकु पाकु करूଥାଏ पाकु पाकुआता तुंड बाड़ी धरी धीरे धीरे बाड़ी धरी धीरे बुलुथाएगा बुलुथाएगा आम गाँ बुली बुली डाकतार ना डाकतार ना गाँ के जाक नाकी तार सभी करे से आई पिला एक बाड़ी नहीं खाती छोड़ाई बड़ माने कहूते के कहूथिबे हां हां हाँ हाँ आम गाँ बुली बुली आम गाँ बुढ़ी बोली डाकतार ना बुढ़ी बसे घरे घरे बुढ़ी बसे घरे घरे बिना डाकरे बिना डाकरे गाड़ी देई गाँ झियो बहु कुतियारे गाड़ी दे गाँ झियो ओई छनिया हुई छनिया आम गाँ बुली बुली आम गाँ बुढ़ी बोली डाकतार ना सज हेले बुली पाखे सजा हेले बुढ़ी पाखे गाँ जाक पिला गाँ जाक पिला गप शुणिबाकू गप शुणिबाकू करूथिबे पिला पिला करूथिबे पिला पिला गप शुणी पिला माने गप शुणी पिला माने बुली जाती खिया पिया बुढ़ी जाती किया पिया आम गाँ बुली बुली आम गाँ बुढ़ी बोली डाकतार ना डाकतार ना ନିଜର ବୟସ ବୁଢ଼ୀ ନିଜେ ନାହିଁ ଜାଣେ ନିଜର ବୟସ ବୁଢ଼ୀ ନିଜେ ନାହିଁ ଜାଣେ ଏମିତି ଦେଖିଥିଲେ ବାପା କକା ମାନେ ଯେମିତି ଦେଖିଥିଲେ ବାପା କକା ମାନେ ନାହିଁ ତାର ପୁଅ ଝିଅ ନାହିଁ ତାର ସାହା ନାହିଁ ତାର ପୁଅ ଝିଅ ନାହିଁ ତାର ସାହା ଆମ ଗାଁ ବୁଢ଼ୀ ବୋଲି ଡାକତାର ନା ଆମ
ମାଟି ଚାକର ଅତି ପ୍ରିୟ ବୁଢ଼ୀମା ପ୍ରିୟ ବୁଢ଼ୀମା। ଦେଖିଛନ୍ତି ଆପଣ କିଏ ସେ? କିଏ କହିପାରିବ? any idea? ଦେଖିଛନ୍ତି ଆମର କବି ଡକ୍ଟର ଗଙ୍ଗାଧର ମେହେର। ଗଙ୍ଗାଧର ସାର୍ କିଏ କହିପାରିବ? ମାୟାଧର ମାଝୀ। ମାୟାଧର ମାଝୀ। ସେ 1905 ମସିହାରେ ଜନ୍ମଗ୍ରହଣ କରି 1972 ମସିହାରେ ମୃତ୍ୟୁବରଣ କରିଥିଲେ। ତାଙ୍କ ଗ୍ରାମ ନାମ କଣ? ନନ୍ଦଳା। କଣ ଥିଲା? ନନ୍ଦଳା। ଏବେ ତାଙ୍କର ଆକ୍ଚୁଆଲି ତାଙ୍କୁ ପ୍ରେମ ପ୍ରଣୟ ସୌନ୍ଦର୍ଯ୍ୟର ପୂଜାରୀ ହିସାବରେ ଆମେ ଜାଣିଥାଉ, କିନ୍ତୁ ତା ବାଦେ ସେ ବାସ୍ତବବାଦୀ କବିତାକୁ ବହୁତ ଗୁରୁତ୍ୱ ଦେଉଥିଲେ। ତେବେ ଏଇ କବିତାଟି ତାଙ୍କର ଆମ ଗାଁ ବୁଢ଼ୀ କବିତାଟି ତାଙ୍କ ନିଜ ଗାଁର ଏକ ବୁଢ଼ୀ ବିଷୟରେ ସେ ବର୍ଣ୍ଣନା କରିଥିଲେ। ତେବେ ଏଥିରେ ଆମେ ଆଉ କ'ଣ କ'ଣ ଶିଖିବାକୁ ପାଇଲେ? ଗାଁ ବିଷୟ ପରିବେଶ ଗାଁ ପରିବେଶ ଆଉ ଗାଁରେ ସମସ୍ତେ କେହି ନିଜର ନହେଲେ ବି ସମସ୍ତେ ନିଜର ହିଁ ହେଇଥାନ୍ତି। ସହରରେ ଆମେ ସେଟା ଦେଖିବାକୁ ପାଉ କି? ନା। କେବଳ ଗାଁରେ ଆମର ଯେଟା ଭାଇଚାରାର ନୀତି ଥାଏ, କାହାର କାହା ପ୍ରତି ରାଗ ହିଂସା ଦୋଷ ବାଦ ବିବାଦ କିଛି ନଥାଏ। ସମସ୍ତେ ସଫା ମନରେ ଗୋଟେ ଷାଠିଏ କି 70 କି 80 ବର୍ଷର ବୁଢ଼ୀ ହେଲେ ବି ଯିଏ ତା ନିଜ ବୟସ ଜାଣିନାହିଁ, କିନ୍ତୁ ତଥାପି ଗାଁ ଲୋକ ତାକୁ କ'ଣ କରିଛନ୍ତି? 7 ଖଣ୍ଡ ଗାଁ ଲୋକ ତାକୁ ମାନିଛନ୍ତି। ଆମେ ଏଥିରେ କିଛି ନୂଆ ଶବ୍ଦ ଜାଣିଲେ, ଯେମିତି ତୁଣ୍ଡ। ତୁଣ୍ଡ ମାନେ ପାଟି ସାହା। ସାହା ମାନେ ଭରସା ଆଚ୍ଛା, ସେମିତି ଆମେ ଚିଲାବିଲା। ଚିଲାବିଲା ମାନେ ଏମିତି ଆମେ 3-4ଟା ନୂଆ ଶବ୍ଦ ଜାଣିଲେ। ଆଉ କ'ଣ ନୂଆ ଜାଣିବାକୁ ପାଇଲେ? ଯୋଡ଼ା ଶବ୍ଦ। ଯୋଡ଼ା ଶବ୍ଦ କ'ଣ ସେଟା? ଚିଲା ପିଲା ପାଖାପାଖି। ଯେମିତି ସସ୍ମିତା ମ୍ୟାମ୍ ଆଉ ଅନିତା ମ୍ୟାମ୍ ପାଖାପାଖି ବସୁଛନ୍ତି, ଦି ଜଣ ଅଲଗା କିନ୍ତୁ ଏକାଠି ବସୁଛନ୍ତି। ସେଇଭଳି ଆମେ କ'ଣ କ'ଣ ଫାର୍ଷ୍ଟ ଜାଣିବାକୁ ପାଇଲେ? ପାଖକୁ ଏକ୍ଜାକ୍ଟଲି ମ୍ୟାମ୍। ଚିଲା ପିଲା ଚିଲାବିଲା। very good, nice answer. Then ଘରେ ଘରେ ଆଉ କ'ଣ ଜାଣିବାକୁ ପାଇଲେ? ଯେମିତି ଆମର ଇଂଲିଶରେ ଆମେ କହୁଛୁ ରାଇମିଂ ୱାର୍ଡ, ଓଡ଼ିଆ ସେଠି କ'ଣ କୁହନ୍ତି? ସମଚେତ ଶବ୍ଦ ହେଲା କୁଳକୁଳ। ଗୋଟିଏ ଶବ୍ଦ ଶୁଦ୍ଧ ଦରକାର, ମିନିଂ ଡିଫରେଣ୍ଟ। ଏଇଟା କିନ୍ତୁ କ'ଣ? ମିତ୍ରାକ୍ଷର ଯୁକ୍ତ ବା ସମାକ୍ଷର ଯୁକ୍ତ, ଯୋଉଟା ତମମାନଙ୍କ ପାଇଁ ନାହିଁ, ସନ୍ଧି ବିଚ୍ଛେଦ। ମିତ୍ର ମାନେ ଫ୍ରେଣ୍ଡ, ଯୁକ୍ତ ଅକ୍ଷର, ଅଯୁକ୍ତ ଅ ହେଇକି ଆ ହେଲା। ମିତ୍ରାକ୍ଷର ଯୁକ୍ତ ଛନ୍ଦ, ଯେମିତି ହେଲା ମୁଣ୍ଡ ତୁଣ୍ଡ ଗାଁ ସାହା ଟିଆରେ ଆକରେ ଡାକିବାରେ, ସେମିତି ଏଗୁଡ଼ାକ ହେଲା ଆମର ଯୋଡ଼ା ଶବ୍ଦ। ତେବେ ଆଜି ଏତିକି ହେଇଯାଇଛି। କିଏ ଏଟାକୁ ଲର୍ନ କରିପାରିବ? କିଏ ଆକ୍ସନ୍ କରିପାରିବ?